we AAA family extend our heartfelt gratitude to all our honorable guests for their gracious presence. A cultural meet is where discipline meets creativity. Ladies and gentlemen, after inspiring words and meaningful moment, it is the time to celebrate the true spirit of Avan, a call of creativity, culture, and youthful energy. The stage is all set, the lights are ready, and our talented performers are waiting to mesmerize you with the color of tradition and rhythm of joy. Each performance today reflects passion, hard work, and the vibrant spirit of our institution. I request our dignified guests and the audience to kindly fasten your seatbelt and get ready to witness a spectacular cultural journey. Let the cultural segment of Avan begin with a big round of applause. Stay tuned. କୁହୁଡ଼ି ଭରା ଶୀତୁଆ ସନ୍ଧ୍ୟାରେ ମୁଁ ପଞ୍ଚମ ଶ୍ରେଣୀର ଛାତ୍ର ଆରବି ଶାଶ୍ୱତ କୁମାର ଆମ ବିଦ୍ୟାଳୟର ଆହ୍ୱାନ ପରିସରକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଏ ଦୁନିଆରେ ବିନା ସ୍ୱାର୍ଥରେ ଯଦି କିଏ ଭଲ ପାଇଥାଏ ସେ ହେଉଛି ମା। ଠିକ୍ କହିଲେ ନା ଦର୍ଶକ ମଣ୍ଡଳୀ? ମନ ଯାହାର ମମତାର ସାତ ସାଗର, ଝରୁଥାଏ ଟୋପା ଟୋପା ଅମୃତ ଝର, ଯାହା ପାଦେ ମଥା ପାତେ ଏ ସାରା ଦୁନିଆ, ସେ ହେଉଛି ମା। ମା ଠାରୁ ଛୋଟ ଶବ୍ଦ ନାହିଁ କି ମା ଠାରୁ ବଡ଼ ସମ୍ପର୍କ କିଛି ନାହିଁ। ମା, ମୁଁ ତୋ ବିନା ରହିପାରିବିନି, ଏହା ଖାଲି ମୁଁ କହୁନି, ଏ କଥା ତ ସମସ୍ତେ କହିବେ। ତେଣୁ ଏହି ସନ୍ଧ୍ୟାରେ ଚତୁର୍ଥ ଶ୍ରେଣୀର ରିଦ୍ଧିମାନ ସାଇ ପ୍ରସାଦ ଏବଂ ପଞ୍ଚମ ଶ୍ରେଣୀର ଆଂଶଇ ଆମ ନିକଟ ଅତୀତର ପରଲୋକଗତ ହ୍ୟୁମାନ ସାଗର ଗାଇଥିବା ମା ମୁଁ ତୋ ବିନା ରହିପାରିବିନି ଗୀତଟିକୁ ପରିବେଷଣ କରିବାକୁ ଯାଉଛନ୍ତି। ଜୋରଦାର କତାଳି ଦେଇ ସେମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିବା। ଗପ କହି କହି ଲକ୍ଷେ ଜନକୁ ଆଣି ମୋ ହାତେ ଧରେଇ ଦଉ, କାହାର ନଜର ଲାଗିବା ଆଗରୁ ତୁ ମୋତେ ଘୋଡ଼େଇ ଦଉ। ଗପ କହି କହି ଲକ୍ଷେ ଜନକୁ ଆଣି ମୋ ହାତେ ଧରେଇ ଦଉ, କାହାର ନଜର ଲାଗିବା ଆଗରୁ ତୁ ମୋତେ ଘୋଡ଼େଇ ଦଉ। କଳା କାହ୍ନୁ ମୁଁ ତୋର, ତୁ ଯଶୋଦା ପରି ମା ମୋର, ତୋ ଗର୍ଭରୁ କାଢ଼ି ମତେ ଆଣି ଦେଖେଇଲୁ ରେ ସଂସାର। ତୋ ହାତ ମୋ ମଥାରେ ରହିଥିଲେ
କହି କହି ଲକ୍ଷେ ଜଣକୁ ଆଣି ମୋ ହାତେ ଧରେଇ ଦଉ। କାହାର ନଜର ଲାଗିବା ଆଗରୁ ତୁ ମୋତେ ଗୋଡ଼େଇ ଦଉ। ଗପ କହି କହି ଲକ୍ଷେ ଜଣକୁ ଆଣି ମୋ ହାତେ ଧରେଇ ଦଉ। କାହାର ନଜର ଲାଗିବା ଆଗରୁ ତୁ ମୋତେ ଗୋଡ଼େଇ ଦଉ। କଳା କାହ୍ନୁ ମୁଁ ତୋର, ତୁ ଯଶୋଦା ପରି ମା ମୋର। ତୋ ଗର୍ଭରୁ